କରଞ୍ଜିଆର ବାବା ପୂର୍ଣ୍ଣେଶ୍ୱରଙ୍କ ମନ୍ଦିର। ବୁବୁନ ଭାଇ ସକାଳୁ ସକାଳୁ ବର୍ଷାରେ ଛତା ଧରି ଚାଲି ଆସିଲେଣି। ଆଜି ହେଲା ପ୍ରଥମ ସୋମବାର 2025ର ଶ୍ରାବଣ ମାସର। ଲୋକ ଭିଡ଼ ବହୁତ, ପାଣି ଢାଳିବାକୁ ବି ବହୁତ ଆଡ଼ୁ ଆସୁଛନ୍ତି। ଆଉ ଏଠି ଅନ୍ନଭୋଗ ବି ହେବ। ମୁଁ ଦର୍ଶନ କରିସାରିଲିଣି, ଲମ୍ବା ଲାଇନ୍ ଲାଗିଛି। ଦେଖନ୍ତୁ ଅନ୍ନଭୋଗର ପ୍ରସ୍ତୁତି ଚାଲିଛି। ଗୋଟେ ଟିକଟ କାଟିକି ନେଇଯିବା। ବୁବୁନ ଭାଇ ଏଠି ସବୁ ବୁଝାବୁଝା କରନ୍ତି। ଛୋଟା ଡନ୍ ଆମ କରଞ୍ଜିଆର। ଚାଲନ୍ତୁ 2ଟା ବାଜିଗଲା, ଏବେ ଯିବା ଆଉ ଥରେ ଅନ୍ନଭୋଗ ଆଣିବାକୁ। ଏବେ କିନ୍ତୁ ପୁରା ଫାଙ୍କା ଅଛନ୍ତି। ଦେଖନ୍ତୁ ମୁଁ ଟିକଟ କାଟି ସାରିଛି, ଅନ୍ନଭୋଗର ପ୍ରସ୍ତୁତି ହେଇସାରିଲାଣି। କର୍ମୀମାନେ ସବୁ ଏଠି ଖାଇବାକୁ ବସି ବି ଭୋଗ ପ୍ୟାକିଂ କରିବାରେ ବ୍ୟସ୍ତ। ଯାହା ହଉ ଭଲ କାମ କରୁଛନ୍ତି। ପ୍ରାୟ ଯେଉଁଆଡ଼େ ଭୋଗ ହୁଏ ନିଜେ ଖାଇବା ପାଇଁ ଆଗେ ଟିକେ ପ୍ୟାକିଂ କରିଦେବେ, ଫ୍ରି ଖାଇବେ ନା। ଚାଲନ୍ତୁ ଏବେ ଅନ୍ନଭୋଗ ଆଣି ସାରିଲିଣି। ଆଜି ଯେଉଁ 100 ଟଙ୍କାଟି ନେଇଥିଲେ ଅନ୍ନଭୋଗ ପାଇଁ କିନ୍ତୁ ଫେରାଇ ଦେଲେ, କାରଣ ପ୍ରଥମ ଶ୍ରାବଣ ମାସର ସୋମବାର ବୋଲି କହିଲେ ଆଜି ଆପଣମାନଙ୍କ ପାଇଁ ଭୋଗ ଫ୍ରି। ଆପଣମାନେ ହୁଣ୍ଡିରେ ପକାଇ ପାରିବେ। ଆଉ ଥରେ ଦର୍ଶନେଶ୍ୱର ବାବାଙ୍କୁ କେତେ ସୁନ୍ଦର ଦୃଶ୍ୟ ଦେଖ।